ଏଠାରେ ପ୍ରତ୍ୟେକ ବ୍ଲକରୁ ଆମର ଭଣ୍ଡାରୀ ପୋଖରୀ ବ୍ଲକରେ ପଡ଼ିଥିବା ଇରିଗେସନ ଆଖୁଆପଦା ଇରିଗେସନ ଯେଉଁ ଟେଣ୍ଡର ସେ ବାବଦରେ ଏବଂ ଡ୍ରେନେଜ ଡିଭିଜନରେ ପଡ଼ିଥିବା ଟେଣ୍ଡର ସେ ବାବଦ ଭଦ୍ରକ ଡ୍ରେନେଜ ଡିଭିଜନ ଭଦ୍ରକର ଯେଉଁ ଟେଣ୍ଡର ଗୁଡ଼ିକ ପଡ଼ିଥିଲା ତା ଭିତରେ ଜଣେ ଦୁଇ ଜଣ କିଏ ଲେସ୍ରେ ପକେଇଛନ୍ତି। ସେ ଲେସ୍ ଟେଣ୍ଡର ବିରୁଦ୍ଧରେ ସମସ୍ତ କଣ୍ଟ୍ରାକ୍ଟର ଭାଇମାନେ ଏକଜୁଟ ହେଇଥିଲେ ଏବଂ ସମସ୍ତେ ନିଷ୍ପତ୍ତି ହେଲେ ଯେ ଡିଭିଜନର ଏସ୍ସିଙ୍କ ଦ୍ୱାରା କିଭଳି ଭାବରେ ସେ ଟେଣ୍ଡର ଗୁଡ଼ିକ କ୍ୟାନସଲ କରାଯିବ ତାକୁ ବିହିତ ପଦକ୍ଷେପ ନିଆଯିବ ଏବଂ ଆଖୁଆପଦା ଜଳସେଚନ ଡିଭିଜନରେ ଯେତେ ଗୁଡ଼ିଏ କାମ ବାହାରିଛି ତା ଦେହରୁ କିଛି ମାତ୍ରାରେ ଆମ ଜିଲ୍ଲା ଆସୋସିଏସନ ଦ୍ୱାରା ସମସ୍ତେ କିଛି ମାନିକି 8-10ଟି ଟେଣ୍ଡର ଠିକ ଭାବରେ ପଡ଼ିଛି ସିଡ୍ୟୁଲ୍ ଅଫ୍ ରେଟ୍ରେ। ଆଉ କିଛି ଟେଣ୍ଡର ଆମର ଯିଏ ଲେସ୍ ବିଡିଂ କରିଛନ୍ତି ତା ବିରୁଦ୍ଧରେ ଆମେ ସୋମବାର ଦିନ ଆମର ଭଣ୍ଡାରୀ ପୋଖରୀ କଣ୍ଟ୍ରାକ୍ଟର ଆସୋସିଏସନ ଆନୁକୂଲ୍ୟରେ ସମସ୍ତେ ଆଖୁଆପଦା ଜଳସେଚନ ବିଭାଗର ଆଗରେ ଧାରଣାରେ ବସିବେ ଏବଂ ଏସ୍ସିଙ୍କ ସହିତ ଆମେ ତାଙ୍କ ଦୃଷ୍ଟିଗୋଚର ଦେବୁ କିଭଳି ଭାବରେ ଯେତେ ଗୁଡ଼ିଏ ଟେଣ୍ଡର ପଡ଼ିଛି ଲେସ୍ରେ ସେଗୁଡ଼ା କ୍ୟାନସଲ କରାଯିବ। ଏଥିପାଇଁ ନିଷ୍ପତ୍ତି କରାଗଲା। ଆଜି ଏ ମିଟିଂ ବୈଠକରେ ପ୍ରତ୍ୟେକ ବ୍ଲକରୁ ଆମର 7ଗୋଟି ବ୍ଲକରୁ ସମସ୍ତ କର୍ମକର୍ତ୍ତା ମାନେ ଏବଂ ଭଦ୍ରକ ଜିଲ୍ଲାର କର୍ମକର୍ତ୍ତା ସମସ୍ତ ଉଭୟ ମିଶି ମିଳିତ ବୈଠକ ହେଇଥିଲା। ଏହି ବୈଠକରେ ଦୃଢ଼ ଭାବରେ ଯେଉଁମାନେ ପକେଇଛନ୍ତି ଲେସ୍ ଟେଣ୍ଡର ସେମାନଙ୍କୁ ନିନ୍ଦା କରାଯାଇଥିଲା ଏବଂ କିଭଳି ଭାବରେ ତାଙ୍କର ଟେଣ୍ଡର ଗୁଡ଼ିକ କ୍ୟାନସଲ କରାଯିବ ସେଥିପାଇଁ ବିହିତ ପଦକ୍ଷେପ ନେବା ପାଇଁ ଏସ୍ସି ସାର୍ଙ୍କୁ ଅନୁରୋଧ କରିବୁ। କିଭଳି ଭାବରେ ସେ ଟେଣ୍ଡର ଗୁଡ଼ିକ କ୍ୟାନସଲ କରାଯାଇପାରିବ। ଟେଣ୍ଡର କ୍ୟାନସଲ ହେଲେ ସମସ୍ତେ ଶୃଙ୍ଖଳିତ ଭାବରେ ଟେଣ୍ଡର ଗୁଡ଼ିକ କାର୍ଯ୍ୟ ମାନ ବଢ଼ିବ ଏବଂ ଯେଭଳି ଭାବରେ କାମ ମାନ କମୁଛି ଯଦି ସିଡ୍ୟୁଲ୍ ଅଫ୍ ରେଟ୍ରେ କାମ କରାଯାଏ ତାହେଲେ ନିଶ୍ଚିତ ଭାବରେ এই ଟେଣ୍ଡର ଗୁଡ଼ିକ କାମ ମାନ ଉନ୍ନତ ହେବ। ଏହାଦ୍ୱାରା ଲୋକମାନଙ୍କର ଉନ୍ନତି ହେବ, ପବ୍ଲିକଙ୍କର କୌଣସି ଗ୍ରିଭାନ୍ସ ରହିବ ନାହିଁ, ଯାହାଫଳରେ କି ସମସ୍ତେ ଖୁସିରେ କଣ୍ଟ୍ରାକ୍ଟର ବି ପଇସା ପ୍ରଫିଟ୍ ପାଇବ ଯଦି ସିଡ୍ୟୁଲ୍ ଅଫ୍ ରେଟ୍ରେ କାମ କରାଯାଏ। ଏହାକୁ ଆଉ କେହି ଆଙ୍ଗୁଳି ଟେକି କହିବେନି ଯେ କାମ ଖରାପ ହେଉଛି ବୋଲି। ଯଦି ଜଣେ ସିଡ୍ୟୁଲ୍ ଅଫ୍ ରେଟ୍ରେ କାମ କରେ ନିଶ୍ଚିତ ଭାବରେ ଭଲ କାମ ହେବ। ତାକୁ ଏ ଜିଲ୍ଲା ତରଫରୁ ଆମେ ସମସ୍ତଙ୍କୁ ଆହ୍ୱାନ କରିଛୁ ସମସ୍ତେ କେମିତି ସାମିଲ ହେବେ ଏବଂ ଯେଉଁ ଡ୍ରେନେଜ ଡିଭିଜନ ହଉ କି ଆଖୁଆପଦା ଇରିଗେସନ ଡିଭିଜନ ହଉ ସେ ଏସ୍ସି ସାର୍ଙ୍କୁ ଆପଣମାନଙ୍କ ଜରିଆରେ ବି ଆମେ ଅନୁରୋଧ କରୁଛୁ ସାର୍ କେମିତି ବିହିତ ପଦକ୍ଷେପ ନେବେ ଏ କାର୍ଯ୍ୟ ଗୁଡ଼ିକ ଯେଉଁମାନେ ଲେସ୍ ବିଡିଂ କରିଛନ୍ତି ସେ ଟେଣ୍ଡର ଗୁଡ଼ିକୁ କ୍ୟାନସଲ କରି କିଭଳି ଭାବରେ ସିଡ୍ୟୁଲ୍ ଅଫ୍ ରେଟ୍ରେ ଟେଣ୍ଡର ଗୁଡ଼ିକୁ ଆହ୍ୱାନ କରିବେ।